ମାର୍ଚ୍ଚ 30, 1914। ଯେଉଁମାନେ ସମଗ୍ର ଭାବେ ତୋର ସେବକ, ଯେଉଁମାନେ ତୋ ଉପସ୍ଥିତିର ପୂର୍ଣ୍ଣ ଚେତନା ଲାଭ କରିଛନ୍ତି, ମୁଁ ଅନୁଭବ କରୁଛି ସେମାନଙ୍କ ତୁଳନାରେ ମୋତେ ଯାହା ପ୍ରାପ୍ତ କରିବାକୁ ହେବ ମୁଁ ତାଠାରୁ ବହୁତ ଦୂରରେ। ଯେଉଁ ବସ୍ତୁ ସମ୍ବନ୍ଧରେ ମୋତେ ଧାରଣା କରିବାକୁ ହେବ ତାହା ତୁଳନାରେ ବର୍ତ୍ତମାନ ଯେଉଁ ବସ୍ତୁ ମୋ ଧାରଣାର ଊର୍ଦ୍ଧ୍ୱତମ, ଶୁଦ୍ଧତମ, ମହତ୍ତମ, ତାହା ଅନ୍ଧକାରାବୃତ ଓ ଅଜ୍ଞାନାଚ୍ଛନ୍ନ। କିନ୍ତୁ ଏହି ଅନୁଭୂତି ହତାଶ କରିବା ଦୂରେ ଥାଉ, ବରଂ ମୋର ଅଭିପ୍ସା, ମୋର ସାମର୍ଥ୍ୟ ଓ ସଂକଳ୍ପକୁ ସତେଜ ଓ ସବଳ କରୁଛି, ଯଦ୍ୱାରା ମୁଁ ସକଳ ବାଧାବିଘ୍ନ ଜୟ କରିପାରେ। ଅବଶେଷରେ ତୋ ଦିବ୍ୟ ବିଧାନ ସଙ୍ଗେ, ତୋ ଦିବ୍ୟ କର୍ମ ସଙ୍ଗେ ଏକତ୍ୱ ପ୍ରାପ୍ତ ହୋଇପାରେ। ଧୀରେ ଧୀରେ ଦିଗ୍ବଳୟ ପରିଷ୍କାର ହୋଇ ଉଠୁଛି, ପଥ ସ୍ପଷ୍ଟ ହୋଇଯାଉଛି। ପ୍ରତି ମୁହୂର୍ତ୍ତରେ ଆମ୍ଭେମାନେ ଚାଲିଛୁ ନିଶ୍ଚୟତାର ଅଧିକ ନିଶ୍ଚୟତା ଆଡ଼କୁ। ଶତ ଶତ ଜୀବ ଯଦି ଗାଢ଼ତମ ଅଜ୍ଞାନ ମଧ୍ୟରେ ଡୁବି ରହିଥାନ୍ତି, ସେଥିରେ କିଛି ଯାଏଆସ ନାହିଁ। କାଲି ମୁଁ ଯାହାଙ୍କୁ ଦେଖିଲି ସେ ପୃଥିବୀ ଉପରେ ବିଦ୍ୟମାନ। ତାଙ୍କର ଉପସ୍ଥିତି ହିଁ ଯଥେଷ୍ଟ ପ୍ରମାଣ ଯେ ଏପରି ଏକ ଦିନ ଆସିବ ଯେତେବେଳେ ଅନ୍ଧକାର ଆଲୋକରେ ରୂପାନ୍ତରିତ ହେବ, ତୋର ରାଜତ୍ୱ ଯଥାର୍ଥରେ ପୃଥିବୀ ଉପରେ ପ୍ରତିଷ୍ଠିତ ହେବ। ହେ ଭଗବାନ, ଏହି ଅତ୍ୟାଶ୍ଚର୍ଯ୍ୟର ଦିବ୍ୟ ସ୍ରଷ୍ଟା, ଯେବେ ମୁଁ ଏହି ଚିନ୍ତା କରେ ଆନନ୍ଦ ଓ କୃତଜ୍ଞତାରେ ମୋର ହୃଦୟ ପରିପ୍ଲୁତ ହୋଇଯାଏ। ଆଶା ମୋର ଅସୀମ ହୋଇଉଠେ। ହେ ପ୍ରଭୁ, ମୋର ଆରାଧନା, ସକଳ ବାକ୍ୟର ଅତୀତ, ନିର୍ବାକ ମୋର ପୂଜା। ମା।